ଜାଲିଆତି ଠକେଇ ମିଥ୍ୟା ଦଲିଲ ପ୍ରସ୍ତୁତ କରିବା ମାମଲାରେ ସଜା ପାଇଲେ ଅଭିଯୁକ୍ତ। ସୂଚନାଯୋଗ୍ୟ 21/5/2015 ତାରିଖ ଦିନ ଲାବଣ୍ୟଗଡ଼ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜର ଲାବଣ୍ୟଗଡ଼ର ରମେଶ ଚନ୍ଦ୍ର ଦଳପତିଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ମୁତାବକ ଅଭିଯୁକ୍ତ ଜଣକ ଜାଲିଆତି ଠକାଇ ଭଳି କାର୍ଯ୍ୟ କରି 10 କୋଟି ଟଙ୍କାର ଏକ ମିଥ୍ୟା ଚେକ୍ର ଦଲିଲ ପ୍ରସ୍ତୁତ କରିଛନ୍ତି ଓ ପଇସା ଉଠାଇବାକୁ ଚାହୁଁଛନ୍ତି। ପରେ ଜଣାପଡ଼ିଲା ଯେ ସେହି ଚେକ୍ ଆଉ ଜଣକ ନାମରେ ଆଗରୁ ରହିଛି ଓ ଅଭିଯୁକ୍ତ ଜଣକ ଉକ୍ତ କମ୍ପାନୀ ନାମରେ ଜାଲିଆତି କରି ପଇସା ଦେଣନେଣ କରିବାକୁ ଚାହୁଁଥିଲେ। ତେଣୁ ଏନେଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜର ମଦନ ମୋହନ ମହାପାତ୍ର ଗାରବନ୍ଧା ଥାନାରେ ସେ ସମୟରେ ମାମଲା ନମ୍ବର 24 ପ୍ରକାର ଏକ ମାମଲା ଉକ୍ତ ଅଭିଯୁକ୍ତଙ୍କ ବିରୋଧରେ ରୁଜୁ କରିଥିଲେ ଓ ତତ୍କାଳୀନ ଇନ୍ସପେକ୍ଟର ଚାନ୍ଦମଣି ସିଂ, ପ୍ରଶାନ୍ତ କୁମାର ବେହେରା ତଥା ପ୍ରଶାନ୍ତ ଭୂପତି ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଆସାମୀକୁ କୋର୍ଟ ଚାଲାଣ କରିଥିଲେ। 12 ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ବିଭିନ୍ନ ପ୍ରମାଣକୁ ଭିତ୍ତି କରି ଏହି ସମ୍ବେଦନଶୀଳ ମାମଲାର ଶୁଣାଣି କରି ମାନ୍ୟବର ସିଜିଏମ୍ ତଥା ଆସିଷ୍ଟାଣ୍ଟ ସେସନ ଜଜ ଶ୍ରୀ ନରୋତ୍ତମ ସେଠୀ ଭାରତୀୟ ପିଙ୍ଗଳ କୋଡର ଧାରା 420 ଓ 511ରେ 1 ବର୍ଷ ତଥା 10,000 ଟଙ୍କାର ଜୋରିମାନାରେ ଉକ୍ତ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦାୟୀ ଅଧିକ କାରାଦଣ୍ଡ ଭୋଗ କରିବା ନିମନ୍ତେ ବିଚାରପତି ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଶ୍ରୀ ଆର୍ ଉଦୟ ଚନ୍ଦ୍ର ରାଓ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।